ଯେଉଁମାନେ ଫସଲ ବୀମା କରିଥିଲେ ତ ସେମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବର ରହିଛି। ଯେଉଁ ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିଲେ ସେମାନଙ୍କର ଫସଲ ବୀମା ଟଙ୍କା ମିଳିବା ଆରମ୍ଭ ହୋଇଯାଇଛି। କେଉଁ କେଉଁ ଜିଲ୍ଲାରେ କେତେ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କରିଥିଲେ ତ କେଉଁ କେଉଁ ଜିଲ୍ଲାରେ କେଉଁ ଚାଷୀମାନଙ୍କ ଆକାଉଣ୍ଟକୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଟଙ୍କା ଆସିଛି ମୁଁ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ବିସ୍ତାର ରୂପେ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣ ସମସ୍ତେ ଜାଣିଛନ୍ତି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ହେଉଛି କେନ୍ଦ୍ର ସରକାରଙ୍କର ଏକ ଯୋଜନା। ଓଡ଼ିଶା ସରକାରଙ୍କ ତରଫରୁ ଘୋଷଣା କରାଯାଇଛି ଚାଷୀମାନେ 2 ହେକ୍ଟର ପର୍ଯ୍ୟନ୍ତ ମାଗଣାରେ କରିପାରିବେ। ଏଥର ଯେଉଁ ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଟଙ୍କା ଆସିଛି, କେତେ ଟଙ୍କା ଆସିଛି, କେତେ ପ୍ରତିଶତ ଆସିଛି, ଏସବୁ ଆପଣମାନେ ନିଜେ ହିସାବ କରିପାରିବେ। କଥାରେ ଅଛି ସାଦିକା ଲଡୁ ଯୋ ଖାୟା ଓ ପସ୍ତାୟା, ଯୋ ନେହି ଖାୟା ଓ ବି ପସ୍ତାୟା। ଅର୍ଥାତ୍ ଆପଣମାନେ କରିଲେ ବି ହଇରାଣ ହେବେ, ନ କରିଲେ ବି ହଇରାଣ ହେବେ। ତ କରିକି କାହିଁକି ଆପଣମାନେ ହଇରାଣ ହେବେନି? ପ୍ରଧାନମନ୍ତ୍ରୀ ଯୋଜନାରେ ଯଦି ଆପଣମାନେ ସାମିଲ ଅଛନ୍ତି, ଯଦି ଆପଣମାନଙ୍କର ବାଜିଗଲା ତାହେଲେ ଆପଣମାନେ କ'ଣ କହିବେ ନା ଭଲ ବୋଲି କହିବେ। ଯଦି ଆପଣମାନଙ୍କର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବାଜିଲାନି ତ ଆପଣ କ'ଣ ଭାବିବେ ନା ବେକାରଟାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା। ଯଦି ଆପଣମାନଙ୍କର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଟଙ୍କା ଆସିଗଲା ଆପଣମାନଙ୍କର ଦିଲ ପୁରା ଖୁସି ହେଇଯିବ। 10ରୁ 15,000 ଟଙ୍କା ଆପଣଙ୍କ ବ୍ୟାଙ୍କ ଖାତାକୁ ଆସିବ। ସରକାରଙ୍କ ତରଫରୁ ଚାଷୀମାନଙ୍କ ପାଇଁ ବହୁତ ବଢ଼ିଆ ସୁବିଧା କରାଯାଇଛି। ସୁବିଧା କହିବାକୁ ଗଲେ ତ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ଯେଉଁ ବୀମା କମ୍ପାନୀ ଗୁଡ଼ିକ ରହିଛନ୍ତି ସେମାନଙ୍କୁ କୁହାଯାଇଛି ମାଗଣାରେ ସେମାନଙ୍କର କରେଇବା ପାଇଁ। ତ ବହୁତ ବଢ଼ିଆ ସୁଯୋଗ ରହିଛି ଚାଷୀମାନଙ୍କ ପାଇଁ। ଆପଣମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କେମିତି କରିବେ? ଆପଣଙ୍କ ମୋବାଇଲ ମାଧ୍ୟମରେ କରିବେ ନା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯିବା ପାଇଁ ପଡ଼ିବ? ସରକାରଙ୍କ ତରଫରୁ ନିର୍ଦ୍ଦେଶ ରହିଛି ଚାଷୀମାନଙ୍କୁ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଆପଣମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କରିପାରିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଓଡ଼ିଶା ସରକାରଙ୍କ ତରଫରୁ ଚାଷୀମାନଙ୍କ ପାଇଁ ମଧ୍ୟ ଘୋଷଣା କରାଯାଇଛି ଆପଣମାନେ 15 ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କରିପାରିବେ। 15 ଦିନ ଭିତରେ ଯଦି ଆପଣମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କରିପାରିବେନି ଏହାର ତାରିଖ ଚାଲିଯିବ ତାହେଲେ ଆପଣମାନେ ଏଥିରେ ଆଉ ଆବେଦନ କରିପାରିବେ ନାହିଁ। ଏହାର ଶେଷ ତାରିଖ ଦେଖିବାକୁ ଗଲେ 31 ଜୁଲାଇ ରହିଛି। ଆପଣଙ୍କର ମୋବାଇଲ ସ୍କ୍ରିନ୍ ଉପରେ ମୁଁ ଶୋ କରିଦେଇଛି, ଆପଣମାନେ ଏହି ନୋଟିସ୍ ଉପରେ ଥରେ ନଜର ପକାନ୍ତୁ। ଦେଖନ୍ତୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା PMFBY ରହିଛି ଖରିଫ ଫସଲ 2026 ପଞ୍ଜୀକରଣ ଆରମ୍ଭ ନୋଟିସ୍ରେ ମଧ୍ୟ ମେନସନ୍ ରହିଛି। ଓଡ଼ିଶା ସରକାରଙ୍କ ପକ୍ଷରୁ PMFBY ଅର୍ଥାତ୍ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଖରିଫ 2026 ଫସଲ ବୀମା ପଞ୍ଜୀକରଣ ଚାଲିଛି। ପଞ୍ଜୀକରଣ ଶେଷ ତାରିଖ 31 ଜୁଲାଇ 2026 ରହିଛି। କେଉଁ କେଉଁ ଫସଲ ପାଇଁ ଆପଣମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କରିପାରିବେ? ତ ରହିଛି ଧାନ, ମକା, ମାଣ୍ଡିଆ, ବାଦାମ, ମୁଗ, ବିରି, ତିଲ, ରାଗି, ହଳଦୀ ଓ ଅନ୍ୟାନ୍ୟ ଅଧିସୂଚିତ ଫସଲ। ଆପଣମାନେ କେଉଁଠି ଆବେଦନ କରିବେ? ତ ଦେଖନ୍ତୁ ଆପଣଙ୍କର ମୋବାଇଲ ସ୍କ୍ରିନ୍ ଉପରେ ରହିଛି, ଆପଣମାନେ ନିକଟସ୍ଥ ଜନସେବା କେନ୍ଦ୍ର CSC ସେଣ୍ଟରକୁ ଯାଇପାରିବେ। PSCS ଆଉ ଆପଣମାନଙ୍କର ଲାମ୍ PCS ଏ ଜାଗାକୁ ଆପଣ ଯାଇପାରିବେ ଆଉ ଅନୁମୋଦିତ ବ୍ୟାଙ୍କ ଶାଖାକୁ ଆପଣମାନେ ଯାଇପାରିବେ ଆବେଦନ କରିବା ପାଇଁ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କରିବା ପାଇଁ ଆବଶ୍ୟକତା ଡକୁମେଣ୍ଟସ୍ ଗୁଡ଼ିକ ଉପରେ ଥରେ ନଜର ପକାନ୍ତୁ। 1 ନମ୍ବରରେ ଆଧାର କାର୍ଡ଼, 2 ନମ୍ବରରେ ବ୍ୟାଙ୍କ ପାସବୁକ୍, 3 ନମ୍ବରରେ ଜମି ସମ୍ବନ୍ଧୀୟ ଦସ୍ତାବିଜ, 4 ନମ୍ବରରେ ମୋବାଇଲ ନମ୍ବର। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ଆପଣମାନେ ଜାଣି ରଖନ୍ତୁ, ଯେତେବେଳେ ଆପଣମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆବେଦନ କରୁଛନ୍ତି ଯେଉଁ ଆକାଉଣ୍ଟରେ ଆପଣମାନେ ଟଙ୍କା ଆସିବା ପାଇଁ ଚାହୁଁଛନ୍ତି ସେଇ ଆକାଉଣ୍ଟଟିକୁ ଦେବା ପୂର୍ବରୁ ଆପଣମାନଙ୍କର DBT ସକ୍ରିୟ ଅଛି କି ନାହିଁ ଥରେ ଚେକ୍ କରିନେବେ। ଯଦି ଆପଣମାନେ କୌଣସି ଆକାଉଣ୍ଟ ଦେଉଛନ୍ତି ସେଥିରେ DBT ନାହିଁ ସେ ଆକାଉଣ୍ଟରେ ଆପଣମାନଙ୍କର ପଇସା ଆସିବ ନାହିଁ। ଯେଉଁ ଆକାଉଣ୍ଟରେ ଆପଣମାନଙ୍କର DBT ସକ୍ରିୟ ଥିବ ସେଇ ବ୍ୟାଙ୍କ ଖାତାକୁ ଆପଣମାନଙ୍କର ଫସଲ ବୀମା ଯୋଜନାର ଟଙ୍କା ଆସିବ। ଦେଖନ୍ତୁ ଆପଣମାନେ PM କିଷାନ,
सीएम किसान योजनार टंका किंवा धान मंडी रे धान दबा समय रे जो बैंक खाता आपण माने देइथिले जो बैंक खाता आपण मानकर रहिछि सेई बैंक खाता को आपण मानकर प्रधानमंत्री फसल बीमा योजनार टंका मध्य आसीबो कारण सरकारଙ୍କ तरफरु आर्थिक सहायता जो योजना होना कहीं गोटे माध्यम रे ही आसीबो आपण मानकर डाटा बेस को परिलिखित करिकी आपण माने को योजना रे अंतर्गत रहिछंती को योजना रे किस्ती टंका पाउछंती तो जो बैंक खाता आपण मानकर रहिछि सेई बैंक खाता को सीधा सड़क कौन करूचंती ना टंका पठाउचंती आपण जे कोनसी योजना रे शामिल होंतु ना काहे तो डिफरेंट अकाउंट आपण माने दियंतु ना काहे तो गोटे बैंक रे आपण मान को प्रोवाइड कर दउचंती किस्ती टंका गुड़िक कहीं सेमानकर जोड़ा कि इजी होउची टंकाटी को पठिया पाई वर्तमान आसंतु देखिबा जो चाषी माने प्रधानमंत्री फसल बीमा योजना करथिले सेमानकर बैंक खाता को टंका आसीची कि नहीं आपण माने जानि जंती ए चैनल बिना प्रमाण रे आपण मान को कोनोसी वीडियो प्रोवाइड करे नहीं तो आपण माने केमिति सहज रे बुझी परिवे सेति पई ए चैनल सबोले चेष्टा रत देखंतु चाषी भाईंकर एसएमएस आसीची डियर कस्टमर रही डीबीटी गवर्नमेंट पेमेंट रही तो 10,362 टंका 90 पैसा तांको अकाउंट रे क्रेडिटेड होती आजिका डेट टाइम मध्य मेंशन रही आपण देखा पाउथिबे 2:25 PM रही एबे प्रधानमंत्री फसल बीमा योजनार टंका गुड़िक चाषी मानक बैंक खाता को आसीबा आरंभ हो जाइछि तो मु आपण मानकु प्रमाण सह मध्य देखैली जड़े चाषी भाईंकर प्रधानमंत्री फसल बीमा योजनार टंका आसीची से स्क्रीनशॉट मारी व्हाट्सएप रे पठेइथिले जोड़ा कि आपणकर मोबाइल स्क्रीन पर मो शो करैछि आपण देखिबा को पाउथिबे देखंतु जो प्रधानमंत्री फसल बीमा योजनार जो टंका गुड़िक आसूची सबु जिले रे एका तारीख रे आसे नाही अलग अलग तारीख रे अलग अलग जिला मानकरे आसे अलग अलग समय रे मध्य आसी थाए आपण माने तो भलो भाबरे जानि थिबे तो सोसाइटी रे कोन चली तो जो एरिया रे तो किछि आपण खर्च पानी बुझुचंती से एरिया रे धूमधाम चली पूरा ठीक ठाक आसूची किंतु जो एरिया रे आपण मानकर खर्चा पानी हो नहीं कि मिलू नहीं से मानकु सेठी पूरा मरुड़ी पड़ी होउची जे फसल बीमा टंका से मानकु मिल पारु नहीं जो चाषी माने प्रधानमंत्री फसल बीमा योजना करिया पे चाहउचंती आपण माने यथा शीघ्र करै नियंतु तो जुलाई 31 पर्यंत आपण माने काहे अपेक्षा करिवे सर्वर सेते बेले डाउन हो जाइथिबो आपण मानकर एप्लाई हेई परिबो ता पूर्वरु आपण माने करिया पे चेष्टा करिवे किछि चाषींकर प्रश्न रहिथिला कि एग्रीस्टाग ओडिशा फार्मर आईडी जदि न थिबो ताहले प्रधानमंत्री फसल बीमा योजना आमे करि परिबा कि नाही देखंतु आपण मानकर फार्मर रजिस्ट्री आईडी जदि न रहिछि ताहले आपण मध्य आवेदन करि परिबे जहा अपडेट रहिछि।